ଆଜି ଆମେ ଏକ ଏଭଳି କାହାଣୀର ଗଭୀରକୁ ଯିବା ଯାହା ହଜାର ହଜାର ବର୍ଷ ତଳର ହେଲେ ବି ମାନେ ଆଜି ବି ଆମକୁ ବହୁତ କିଛି ଶିଖାଏ। ହଁ, ଆଉ ଆମ ପାଖରେ ଯୋଉ ସୂତ୍ର ଅଛି ସେଇଟା ହେଉଛି ଅତି ବଡ଼ି ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ। ଠିକ୍, ବିଶେଷ କରି ପ୍ରଥମ ସ୍କନ୍ଧର 16 ଅଧ୍ୟାୟ। ତେବେ କଳ୍ପନା କରନ୍ତୁ, ନୈମିଷାରଣ୍ୟର ପବିତ୍ର ପରିବେଶ, ହଜାର ହଜାର ଋଷି ବସିଛନ୍ତି। ଆଉ ସୂତ ମୁନି ସେମାନଙ୍କୁ କାହାଣୀ ଶୁଣାଉଛନ୍ତି। ଆମେ ଆଜି ସେହି କାହାଣୀର ଗୋଟେ ବହୁତ ନାଟକୀୟ ମୁଡ୍ ବିଷୟରେ କଥା ହେବା, ଯେଉଁଠି ରାଜା ପରୀକ୍ଷିତଙ୍କ ସାମ୍ନାରେ ଧର୍ମ ଆଉ ଧରିତ୍ରୀଙ୍କର ଏକ ଅଦ୍ଭୁତ କଥୋପକଥନ ହେଉଛି। ହଁ, ଏହା କେବଳ ଗୋଟେ କାହାଣୀ ନୁହେଁ, ଏଇଟା ଗୋଟେ ଯୁଗ ବଦଳିବାର ସଂକେତ। ଆଉ ଆମେ ସେହି ସଂକେତକୁ ହିଁ ବୁଝିବାକୁ ଚେଷ୍ଟା କରିବା। ଆଉ ଦେଖନ୍ତୁ, ଆମେ କେବଳ ଘଟଣାଟା କ'ଣ ହେଲା ସେତିକିରେ ରହିବାନି। ଆମେ ଚେଷ୍ଟା କରିବା ଏହାର ପ୍ରତୀକ ପଛରେ ଥିବା ଗଭୀର ଅର୍ଥକୁ ଖୋଜିବାକୁ। ମାନେ ଗୋଟେ ବଳଦ ଆଉ ଗୋଟେ ଗାଈ। ହଁ, ସେମାନଙ୍କ ମାଧ୍ୟମରେ କିପରି ସମାଜର ନୈତିକ ଅବକ୍ଷୟର ଏତେ ବଡ଼ କଥା କୁହାଯାଇଛି, ସେଇଟା ହିଁ ଏହାର ସବୁଠୁ ଆକର୍ଷଣୀୟ ଦିଗ। ଠିକ୍ କହିଲେ। ତେବେ ଚାଲନ୍ତୁ ଆରମ୍ଭ କରିବା। କାହାଣୀର କେନ୍ଦ୍ରରେ ଅଛନ୍ତି ରାଜା ପରୀକ୍ଷିତ, ଅର୍ଜୁନଙ୍କ ନାତି, ଅଭିମନ୍ୟୁଙ୍କ ପୁଅ, ହସ୍ତିନାପୁରର ଚକ୍ରବର୍ତ୍ତୀ ସମ୍ରାଟ। ତାଙ୍କ ପରିଚୟ ହିଁ ଗୋଟେ ଗୌରବମୟ ଇତିହାସ। ସୂତ୍ର ଅନୁସାରେ ସେ ଏତେ ତେଜସ୍ୱୀ ଆଉ ଧାର୍ମିକ ଥିଲେ ଯେ ଗଙ୍ଗା କୂଳରେ ତିନିଟା ଅଶ୍ୱମେଧ ଯଜ୍ଞ କରିଥିଲେ। ଆଉ ଦେଖନ୍ତୁ, ଜଣେ ରାଜାର ମହାନତା କେବଳ ଯଜ୍ଞ କରିବାରେ ନଥାଏ, ନା, ବରଂ ତାଙ୍କ ରାଜ୍ୟରେ ହେଉଥିବା ଅନ୍ୟାୟକୁ ସେ କେମିତି ସାମ୍ନା କରନ୍ତି ସେଥିରେ ଥାଏ। ଆଉ ଏମିତି ଏକ ପରିସ୍ଥିତି ତାଙ୍କ ସାମ୍ନାକୁ ବହୁତ ଶୀଘ୍ର ଆସିଲା। ହଁ, ଏଇଠି ହିଁ କଥାଟା ପ୍ରକୃତରେ ମୋଡ୍ ନେଉଛି। ରାଜା ଦିଗ୍ବିଜୟରେ ଯାଉଥିଲେ, ଆଉ ହଠାତ୍ ଗୋଟେ ଅଜବ ଦୃଶ୍ୟ ଦେଖିଲେ। କ'ଣ ଥିଲା ସେ ଦୃଶ୍ୟ? ଜଣେ ଲୋକ ଶୂଦ୍ର ବେଶରେ ଅଛି, କିନ୍ତୁ ତାର କାମ ରାଜାଙ୍କ ପରି। ସେ ଗୋଟେ ଗାଈ ଆଉ ଗୋଟେ ବଳଦକୁ ଗୋଟେ ମୋଟା ବାଡ଼ିରେ, ମାନେ କାଷ୍ଠ ମୁଷଳରେ ନିର୍ଦ୍ଦୟ ଭାବେ ପିଟୁଛି। ଆଚ୍ଛା। ଗାଈଟି ଏତେ ଦୁର୍ବଳ ଲାଗୁଛି ଯେମିତି ତା ବାଛୁରୀ ହଜି ଯାଇଛି, ଆଉ ବଳଦଟା ବିଚାରା ଏତେ ଡରରେ ଥରୁଛି। ହଁ, ଲେଖା ଅଛି ଯେ ସେ ଭୟରେ ପରିସ୍ରା କରୁଛି। ଏକଦମ। ଆଉ ସେ ମାତ୍ର ଗୋଟିଏ ଗୋଡ଼ରେ ଠିଆ ହୋଇଛି। ଏହି ଦୃଶ୍ୟ ଦେଖି ତା ରାଜା ପରୀକ୍ଷିତଙ୍କର ରକ୍ତ ଗରମ ହୋଇଗଲା। ସେ ରଥରୁ ଓହ୍ଲାଇ ଧନୁଶର ଧରି ସିଧା ସେ ଲୋକ ପାଖକୁ ଗଲେ। ଆଉ ଗର୍ଜନ କରି କହିଲେ, ରେ ଦୁରାଚାରୀ, ମୋ ରାଜ୍ୟରେ ଏତେ ଦୁର୍ବଳଙ୍କ ଉପରେ ଅତ୍ୟାଚାର କରିବାକୁ ତୋର ସାହସ କେମିତି ହେଲା? ହଁ, ସେ ସାଙ୍ଗେ ସାଙ୍ଗେ ତାକୁ ମାଡ଼ି ବସି ବାନ୍ଧି ପକାଇଲେ। ଏହା କେବଳ ଜଣେ ରାଜାର ରାଗ ନୁହେଁ, ବରଂ ଧର୍ମ ପ୍ରତି ତାଙ୍କର ପ୍ରତିବଦ୍ଧତାର ପ୍ରମାଣ। ଠିକ୍ ସେତିକି ବେଳେ ଯେତେବେଳେ ସୂତ ମୁନି ଏ କାହାଣୀ ଶୁଣାଉଥିଲେ, ଋଷିମାନଙ୍କ ଭିତରୁ ଶୌନକ ଋଷି ତାଙ୍କୁ ଅଟକାଇଲେ। ତାଙ୍କ ମନରେ ପ୍ରଶ୍ନ ଆସିଲା। ହଁ, ସେ ପଚାରିଲେ, ଏହି ଘଟଣାର ଗଭୀରତା କ'ଣ? ସେ ଶୂଦ୍ର ବେଶଧାରୀ ପ୍ରକୃତରେ କିଏ? ଆଉ ସେ ଗାଈ ଆଉ ବଳଦ କିଏ, ଯାହାଙ୍କ ପାଇଁ ରାଜା ଏତେ କ୍ରୋଧିତ ହେଲେ? ଏହା କେବଳ ଘଟଣା ଜାଣିବାର ଆଗ୍ରହ ନଥିଲା, ବୁଝିଲେ, ଏହା ପଛରେ ଏକ ଦାର୍ଶନିକ ଚିନ୍ତା ଥିଲା। କେମିତି? ଶୌନକ ଋଷି କହୁଛନ୍ତି, ମଣିଷର ଆୟୁଷ ତ ପ୍ରତିଦିନ କମୁଛି। ଏହି ଛୋଟ ଜୀବନରେ ଯଦି କିଛି ଶୁଣିବାର ଅଛି, ତେବେ ତାହା କେବଳ ଶ୍ରୀକୃଷ୍ଣଙ୍କ କଥା, ଯାହା ଅମୃତ ପରି। ଏକଦମ। ସେଥିପାଇଁ ସେ ଏହି କାହାଣୀର ଆଧ୍ୟାତ୍ମିକ ସାରକୁ ବୁଝିବାକୁ ଚାହୁଁଥିଲେ। ସେ ଜାଣିବାକୁ ଚାହୁଁଥିଲେ ଏ ଘଟଣାର ଶ୍ରୀକୃଷ୍ଣଙ୍କ ସହ କି ସମ୍ପର୍କ ଅଛି। ତେବେ ଆସନ୍ତୁ ସେହି ରହସ୍ୟ ଉପରୁ ପର୍ଦ୍ଦା ଉଠାଇବା। ସୂତ ମୁନି କହିଲେ, ସେହି ବଳଦ ଆଉ କେହି ନୁହେଁ। ସେ ହେଉଛନ୍ତି ସ୍ୱୟଂ ଧର୍ମ। ଆଉ ସେହି ଗାଈ? ସେ ହେଉଛନ୍ତି ସ୍ୱୟଂ ଧରିତ୍ରୀ, ମାନେ ଆମ ପୃଥିବୀ। ଆଉ ଯିଏ ସେମାନଙ୍କୁ ମାରୁଥିଲା ସେ ହେଉଛି କଳି, କଳିଯୁଗର ମୂର୍ତ୍ତିମନ୍ତ ସ୍ୱରୂପ, ଯିଏ ଶୂଦ୍ର ବେଶରେ ଆସିଥିଲା। ଦେଖନ୍ତୁ, ଏଠାରେ ବଳଦକୁ ଧର୍ମର ପ୍ରତୀକ ଭାବେ ବ୍ୟବହାର କରିବା କେତେ ଚମତ୍କାର। ହଁ, କାହିଁକି? କାରଣ ଆମର କୃଷିଭିତ୍ତିକ ସମାଜରେ ବଳଦ ହିଁ ତ ସବୁ ଭାର ବହନ କରେ। ସେ ହଳ କରେ, ଶସ୍ୟ ଉତ୍ପାଦନରେ ସାହାଯ୍ୟ କରେ। ଠିକ୍। ଯେତେବେଳେ ସେହି ଭାର ବହନକାରୀ ଦୁର୍ବଳ ହୋଇ ଗୋଟିଏ ଗୋଡ଼ରେ ଠିଆ ହୁଏ, ଏହାର ମାନ୍ୟ ହେଲା ସମାଜର ମୂଳଦୁଆ ହିଁ ଭାଙ୍ଗିବାକୁ ବସିଲାଣି। ତାହେଲେ ଧର୍ମର 4 ପାଦରୁ 3 ପାଦ କୁଆଡ଼େ ଗଲା? ଏଇଟା ଟିକେ ଆଶ୍ଚର୍ଯ୍ୟ ଲାଗୁଛି। ହଁ, ଦ୍ୱାପର ଯୁଗ ଶେଷ ବେଳକୁ ଧର୍ମର 4 ପାଦ ଥିଲା, ତପ, ଶୌଚ, ଦୟା ଆଉ ସତ୍ୟ। ଆଚ୍ଛା। କିନ୍ତୁ କଳିଯୁଗର ପ୍ରଭାବରେ ପ୍ରଥମେ ତପ, ଶୌଚ ଓ ଦୟା ନଷ୍ଟ ହୋଇଗଲା। କେବଳ ସତ୍ୟ ବଞ୍ଚି ରହିଲା। ହଁ, କିନ୍ତୁ ତାହା ବି ଦୁର୍ବଳ ହୋଇଗଲା। ବୋଧହୁଏ ଏହାର କାରଣ ହେଉଛି କଳିଯୁଗରେ ଲୋକେ ଆଗ ବାହ୍ୟ ଆଚରଣ ଛାଡ଼ି ଦିଅନ୍ତି, ଯେମିତି କଠୋର ତପସ୍ୟା, ଶୁଦ୍ଧତା, କରୁଣା ଭାବ। କିନ୍ତୁ ସତ୍ୟର ଧାରଣା ଏତେ ସହଜରେ ମରେନି। ସତ୍ୟ ହିଁ ଶେଷ ଆଶ୍ରୟ।
ଏକଦମ। ତେଣୁ ଧର୍ମ ସେହି ଗୋଟିଏ ପାଦରେ ଟଳମଳ ହୋଇ ଠିଆ ହୋଇଥିଲା। ଏହାପରେ ସେହି ଦୁଇ ପୀଡ଼ିତ ଚରିତ୍ର ଧର୍ମ ଆଉ ଧରିତ୍ରୀଙ୍କ ଭିତରେ ଗୋଟେ ଅଦ୍ଭୁତ କଥାବାର୍ତ୍ତା ଆରମ୍ଭ ହେଲା। ହଁ, ଧର୍ମ ଯିଏ ନିଜେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି, ସେ ପୃଥିବୀକୁ ତାର ଦୁଃଖର କାରଣ ପଚାରୁଛନ୍ତି। ଆଉ ପ୍ରଶ୍ନଗୁଡ଼ିକ ବି ଦେଖନ୍ତୁ। ସେ ପଚାରୁଛନ୍ତି, ହେ ମାତା, ତୁମ ମୁହଁ କାହିଁକି ଏମିତି ଶୁଖି ଯାଇଛି? କଣ ଦୁଷ୍ଟ ରାଜାମାନେ ତୁମ ଉପରେ ଅତ୍ୟାଚାର କରୁଛନ୍ତି? କଣ ବ୍ରାହ୍ମଣମାନେ ଯଜ୍ଞ କରିବା ଛାଡ଼ିଦେଲେ? ପ୍ରଜାମାନେ କଣ ଅସୁରକ୍ଷିତ? ଏସବୁ ପ୍ରଶ୍ନ ଦର୍ଶାଉଛି ଯେ ଧର୍ମ କୌଣସି ଆକାଶରୁ ଖସିଥିବା ଜିନିଷ ନୁହେଁ। ସମାଜର ସ୍ଥିରତା, ରାଜାର କର୍ତ୍ତବ୍ୟ, ଏସବୁ ହିଁ ପୃଥିବୀର ସୁଖର ଆଧାର। ହଁ, ସେ ଆହୁରି ପଚାରୁଛନ୍ତି, କ୍ଷତ୍ରିୟମାନେ କଣ ନିଜ ଧର୍ମ ଛାଡ଼ିଦେଲେ? ବାଳକମାନେ କଣ ବାପା ମାଙ୍କୁ ଅସମ୍ମାନ କରୁଛନ୍ତି? କିନ୍ତୁ ଏସବୁ ପ୍ରଶ୍ନ ପରେ ଯେତେବେଳେ ଧର୍ମଙ୍କୁ ଲାଗିଲା ଯେ ଏଗୁଡ଼ିକ ମୂଳ କାରଣ ନୁହେଁ, ସେ ଗୋଟିଏ ଗଭୀର ଆଧ୍ୟାତ୍ମିକ ପ୍ରଶ୍ନ ପଚାରିଲେ। ଆଉ ସେହି ଶେଷ ପ୍ରଶ୍ନଟି ହିଁ ସବୁ କିଛିର ସାର ଥିଲା। କଣ ଥିଲା ସେ ପ୍ରଶ୍ନ? ଧର୍ମ ପଚାରିଲେ, ନା, ତୁମର ଦୁଃଖର କାରଣ ସ୍ୱୟଂ ଶ୍ରୀକୃଷ୍ଣଙ୍କର ଏ ଧରାଧାମ ତ୍ୟାଗ? ଆଉ ଏହି ଗୋଟିଏ ପ୍ରଶ୍ନରେ ସେ ସବୁ ସାମାଜିକ ସମସ୍ୟାକୁ ଗୋଟିଏ ଆଧ୍ୟାତ୍ମିକ ଶୂନ୍ୟତା ସହ ଯୋଡ଼ିଦେଲେ। ଏହାର ଉତ୍ତରରେ ଧରିତ୍ରୀ ଯାହା କହିଲେ ତାହା ଅତ୍ୟନ୍ତ ମାର୍ମିକ। ସେ କହିଲେ, ତୁମେ ଯେତେ କାରଣ କହିଲ, ସେ ସବୁର ମୂଳ କାରଣ ଗୋଟିଏ। ସେଟା ହେଲା ଭଗବାନ ଶ୍ରୀକୃଷ୍ଣଙ୍କର ବିଚ୍ଛେଦ। ହଁ, ଏବେ ପ୍ରଶ୍ନ ଉଠୁଛି, ଶ୍ରୀକୃଷ୍ଣଙ୍କର ଅନୁପସ୍ଥିତି କାହିଁକି ଏତେ ବଡ଼ ଶୂନ୍ୟତା ସୃଷ୍ଟି କଲା? ସେ ତ ଜଣେ ରାଜା ଥିଲେ। ନା, ଧରିତ୍ରୀ ବୁଝାଉଛନ୍ତି, ସେ କେବଳ ଜଣେ ବ୍ୟକ୍ତି ବା ରାଜା ନଥିଲେ, ସେ ଥିଲେ ସମସ୍ତ ସଦ୍ଗୁଣର ଏକାଠି ରୂପ। ସତ୍ୟ, ଶୌଚ, ଦୟା, କ୍ଷମା, ତ୍ୟାଗ, ସନ୍ତୋଷ, ଜ୍ଞାନ, ବୈରାଗ୍ୟ, ଐଶ୍ୱର୍ଯ୍ୟ, ସୌନ୍ଦର୍ଯ୍ୟ, ଏସବୁ ଗୁଣ ତାଙ୍କ ସହିତ ହିଁ ପୃଥିବୀରେ ଥିଲା। ସେ ଚାଲିଯିବା ପରେ ଏସବୁ ଗୁଣ ମଧ୍ୟ ପୃଥିବୀରୁ ଅନ୍ତର୍ଧାନ ହୋଇଗଲା। ଧରିତ୍ରୀଙ୍କ ଦୁଃଖର ବର୍ଣ୍ଣନା ବହୁତ କାବ୍ୟିକ। ସେ କହୁଛନ୍ତି, ଶ୍ରୀକୃଷ୍ଣଙ୍କ ପାଦଚିହ୍ନ ତାଙ୍କ ପାଇଁ ସବୁଠୁ ବଡ଼ ଅଳଙ୍କାର ଥିଲା। ତାଙ୍କ ପାଦରେ ଥିବା ଧ୍ୱଜ, ବଜ୍ର, ଅଙ୍କୁଶ, ପଦ୍ମ ପରି ଚିହ୍ନ। ହଁ, ସେଥିରେ ସେ ନିଜକୁ ସୁଶୋଭିତ ମନେ କରୁଥିଲେ। କିନ୍ତୁ ଏବେ ସେହି ପାଦଚିହ୍ନ ନାହିଁ, ତେଣୁ ସେ ନିଜକୁ ହତଶିରୀ ବା ଶ୍ରୀହୀନ ମନେ କରୁଛନ୍ତି। ଆଉ ଦେଖନ୍ତୁ, ଏହି ଧ୍ୱଜ, ବଜ୍ର, ଅଙ୍କୁଶ, ପଦ୍ମ ଚିହ୍ନ କେବଳ ଅଳଙ୍କାର ନୁହେଁ, ଏହାର ବି ଗଭୀର ଅର୍ଥ ଅଛି। ନିଶ୍ଚୟ। ଧ୍ୱଜ ହେଉଛି ବିଜୟର ପ୍ରତୀକ, ବଜ୍ର ହେଉଛି ଅସୀମ ଶକ୍ତିର, ଅଙ୍କୁଶ ହେଉଛି ନିୟନ୍ତ୍ରଣର, ଆଉ ପଦ୍ମ ହେଉଛି କୋମଳତା ଓ ପବିତ୍ରତାର। ମାନେ ଏ ସବୁ ଗୁଣର ସମାହାର ଥିଲା ଶ୍ରୀକୃଷ୍ଣଙ୍କ ଶାସନ। ଏକଦମ, ଯାହା ପୃଥିବୀ ଆଜି ହରାଇ ବସିଛି। ତାଙ୍କ ବିନା କେବଳ ଶକ୍ତି ଅଛି କିନ୍ତୁ ନିୟନ୍ତ୍ରଣ ନାହିଁ, କେବଳ ବିଜୟର ଅହଙ୍କାର ଅଛି କିନ୍ତୁ କୋମଳତା ନାହିଁ। ଏଠାରେ ଆଉ ଗୋଟିଏ କଥା ମନକୁ ଛୁଇଁଯାଏ। ଧରିତ୍ରୀ କେବଳ ନିଜ ଦୁଃଖ କହୁନାହାନ୍ତି। ହଁ, ସେ ଧର୍ମକୁ କହୁଛନ୍ତି। ମୁଁ ନିଜ କଥା ଭାବୁଛି, ଆଉ ତୁମର ଏହି ଭଙ୍ଗା ଚରଣ ଦେଖି ମଧ୍ୟ କାନ୍ଦୁଛି। ଏହା ଦର୍ଶାଉଛି ଯେ ଭଗବାନଙ୍କ ଅନୁପସ୍ଥିତିରେ କେବଳ ପୃଥିବୀ ଦୁଃଖୀ ନୁହେଁ, ଧର୍ମ ମଧ୍ୟ ଦୁର୍ବଳ ଓ ପଙ୍ଗୁ ହୋଇଯାଏ। ସେମାନେ ପରସ୍ପର ସହ ଏତେ ଗଭୀର ଭାବେ ଜଡ଼ିତ। ସତରେ ଏହି ଅଂଶଟି ପଢ଼ିଲା ବେଳେ ମନରେ ଏକ ଅଜବ ଶୂନ୍ୟତା ଆସେ। ଏହା କେବଳ ପୃଥିବୀର ଦୁଃଖ ନୁହେଁ, ବରଂ ନିଜର ଆରାଧ୍ୟଙ୍କୁ ହରାଇଥିବା ଜଣେ ଭକ୍ତର ଆର୍ତ୍ତନାଦ। ଧରିତ୍ରୀ ଆହୁରି କହୁଛି, ଯେଉଁ ଲକ୍ଷ୍ମୀଙ୍କ କୃପା ପାଇଁ ବ୍ରହ୍ମାଙ୍କ ପରି ଦେବତାମାନେ ତପସ୍ୟା କରନ୍ତି, ସେହି ଲକ୍ଷ୍ମୀ ନିଜର ସବୁକିଛି ତ୍ୟାଗ କରି ଶ୍ରୀକୃଷ୍ଣଙ୍କର ଚରଣ ସେବା କରୁଥିଲେ। ଏବେ ସେହି ଶ୍ରୀକୃଷ୍ଣ ଚାଲିଗଲେ, ତେଣୁ ପୃଥିବୀ ଶ୍ରୀହୀନ ହେବନି ତ ଆଉ କ'ଣ ହବ? ସେ ଦ୍ୱାରକାର ନାରୀମାନଙ୍କ କଥା ବି ମନେ ପକାଉଛନ୍ତି। କହୁଛନ୍ତି, ଶ୍ରୀକୃଷ୍ଣଙ୍କର ସେହି ସ୍ମିତ ହସ, ପ୍ରେମ ଭରା ଦୃଷ୍ଟି, ସେସବୁ ଆଉ ନାହିଁ। ତାଙ୍କ ବିନା ଏ ପୃଥିବୀ ଏକ ବୋଝ ପରି ଲାଗୁଛି, ଯାହାକୁ କଳି ରୂପକ ପାପୀ ଏବେ ଭୋଗ କରିବ। ତେବେ ଏହି ବିଳାପ କେବଳ ଭାବପ୍ରବଣତା ନୁହେଁ, ଆଦୌ ନୁହେଁ। ଏହା ଏକ ଦାର୍ଶନିକ ସତ୍ୟକୁ ଉପସ୍ଥାପନ କରୁଛି। ଈଶ୍ୱରୀୟ ଉପସ୍ଥିତି କେବଳ ଏକ ଆସ୍ଥାର ବିଷୟ ନୁହେଁ, ଏହା ସମସ୍ତ ସଦ୍ଗୁଣ, ସୌନ୍ଦର୍ଯ୍ୟ ଏବଂ ଧର୍ମର ଆଧାର। ଆଉ ଯେତେବେଳେ ସେହି ଆଧାର ଚାଲିଯାଏ, ସମଗ୍ର ସୃଷ୍ଟି ଶ୍ରୀହୀନ ଓ ଦୁଃଖୀ ହୋଇଯାଏ। କଳିଯୁଗର ଆରମ୍ଭ କେବଳ ଏକ ସମୟର ପରିବର୍ତ୍ତନ ନୁହେଁ, ବରଂ ଏହି ଈଶ୍ୱରୀୟ ଶୂନ୍ୟତାର ଅନୁଭବ। ସେଥିଭଳି ଧର୍ମର ସବୁ ପ୍ରଶ୍ନର ଶେଷ ଉତ୍ତର ଥିଲା ଶ୍ରୀକୃଷ୍ଣଙ୍କର ବିଚ୍ଛେଦ। ଏକଦମ। ତେବେ ଆଜିର ଏହି ଗଭୀର ଆଲୋଚନାରୁ ଆମେ କ'ଣ ବୁଝିଲେ? ପ୍ରଥମତଃ, ରାଜା ପରୀକ୍ଷିତ ଧର୍ମର ରକ୍ଷକ ଭାବରେ ଠିକ୍ ସମୟରେ ପହଞ୍ଚିଲେ। ଆଉ ଦ୍ୱିତୀୟରେ,
କଳିଯୁଗର ଆଗମନକୁ ଏକ ନାଟକୀୟ ଢଙ୍ଗରେ ଦେଖାଯାଇଛି। କଳି ନିଜେ ଶୂଦ୍ର ବେଶରେ ଆସି ଧର୍ମ ଓ ଧରିତ୍ରୀଙ୍କୁ ଆଘାତ ଦଉଛି। କିନ୍ତୁ ଏହି ଅଧ୍ୟାୟର ପ୍ରକୃତ ସାର ହେଉଛି ନୈତିକତାର ଅବକ୍ଷୟ ପଛରେ ଥିବା ଆଧ୍ୟାତ୍ମିକ ଶୂନ୍ୟତା। ଯେତେବେଳେ ଗୋଟିଏ ସମାଜ ନିଜର ଆଦର୍ଶ ବା ଈଶ୍ୱରୀୟ ଆଧାରକୁ ହରାଇ ବସେ, ସେତେବେଳେ ସବୁ ପ୍ରକାରର ସାମାଜିକ ସମସ୍ୟା ମୁଣ୍ଡ ଟେକେ। ଧର୍ମ ଓ ଧରିତ୍ରୀଙ୍କ କଥୋପକଥନ ସେହି ମୂଳ କାରଣକୁ ହିଁ ଦର୍ଶାଉଛି। ଠିକ୍। ଅନେକେ ଏହାକୁ ସିଧାସଳଖ ନୈତିକ ଅବକ୍ଷୟର କାହାଣୀ ଭାବେ ଦେଖନ୍ତି, କିନ୍ତୁ ଏଥିରେ କ'ଣ କୌଣସି ମନସ୍ତାତ୍ତ୍ୱିକ ଦିଗ ନାହିଁ? ଆପଣ କୋଉ ଦିଗ କଥା କହୁଛନ୍ତି? ମାନେ ଧରିତ୍ରୀଙ୍କ ଦୁଃଖ କ'ଣ ଏକ ସମାଜର ସାମୂହିକ ଅବସାଦ ବା ନିରାଶାର ପ୍ରତୀକ ହୋଇପାରେ, ଯେତେବେଳେ ଲୋକେ ନିଜର ସବୁଠାରୁ ବଡ଼ ଆଶା ଓ ଭରସା ହରାଇ ବସନ୍ତି? ନିଶ୍ଚିତ ଭାବରେ ଏହି କାହାଣୀ କେବଳ ଏକ ପ୍ରାଚୀନ କଥା ନୁହେଁ, ଏହା ଏକ ବ୍ରହ୍ମାଣ୍ଡୀୟ ଚକ୍ର ଭିତରେ ମାନବୀୟ ସ୍ଥିତିକୁ ଦର୍ଶାଏ। ଆଉ ଧର୍ମର ପ୍ରଶ୍ନ ଏବଂ ଧରିତ୍ରୀର ବିଳାପ ଆଜି ବି ପ୍ରାସଙ୍ଗିକ। ହଁ, କାରଣ ଏହା ସେହି ମୂଲ୍ୟବୋଧ ବିଷୟରେ କୁହେ ଯାହା ଏକ ସମାଜକୁ ଏକାଠି ବାନ୍ଧି ରଖେ। ଯେତେବେଳେ ସତ୍ୟ, ଦୟା, ପବିତ୍ରତା ଭଳି ମୂଲ୍ୟବୋଧ ଦୁର୍ବଳ ହୋଇଯାଏ, ସେତେବେଳେ ସମାଜରେ ଅରାଜକତା ସୃଷ୍ଟି ହୁଏ। ଏହି କାହାଣୀ ଆମକୁ ସେହି ମୂଳଦୁଆ ବିଷୟରେ ସଚେତନ କରାଏ। ଏକଦମ। ତେବେ ଏ ଆଲୋଚନା ଶେଷରେ ଶ୍ରୋତାଙ୍କ ପାଇଁ ଏକ ଚିନ୍ତନୀୟ ପ୍ରଶ୍ନ ଛାଡ଼ିଯିବା। ହଁ, ନିଶ୍ଚୟ। ଯେତେବେଳେ ଧର୍ମ ଏବଂ ଧରିତ୍ରୀ ନିଜର ଦୁଃଖ ବ୍ୟକ୍ତ କରୁଛନ୍ତି, ଠିକ୍ ସେହି ସମୟରେ ରାଜା ପରୀକ୍ଷିତ ସେଠାରେ ପହଞ୍ଚୁଛନ୍ତି। ହଁ, ସେ ହେଉଛନ୍ତି ଶାସକ, ବ୍ୟବସ୍ଥାର ପ୍ରତୀକ। ତେବେ ପ୍ରଶ୍ନ ହେଉଛି, ଜଣେ ଧାର୍ମିକ ଶାସକ ବା ନେତାର ପ୍ରକୃତ ଭୂମିକା କ'ଣ ଯେତେବେଳେ ସମାଜର ନୈତିକ ମୂଳଦୁଆ ଭାଙ୍ଗିବାକୁ ଆରମ୍ଭ କରେ? ସେ କେବଳ ଅପରାଧୀକୁ ଦଣ୍ଡ ଦେବ, ନା ସମାଜ ହରାଇଥିବା ସେହି ମୂଲ୍ୟବୋଧକୁ ପୁଣି ଫେରାଇ ଆଣିବାକୁ ଚେଷ୍ଟା କରିବ? ସେ କେବଳ ଦଣ୍ଡବିଧାନକାରୀ ନା ପୁନରୁଦ୍ଧାରକାରୀ, ଏହା ଉପରେ ଚିନ୍ତା କରିବା ଆବଶ୍ୟକ। ଆମର ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଭିଡ଼ିଓକୁ ସେୟାର କରନ୍ତୁ। ହଁ, ନମସ୍କାର।